ଆଜି ସକାଳୁ ସକାଳୁ ଇନ୍ଦ୍ର ଦେବତା ଲୁଚକାଳି ଖେଳିଥିଲେ। ମୁଁ ଭାବିଲି ସିଏ ତ ଲୁଚକାଳି ଖେଳୁଛନ୍ତି, ଚାଲନ୍ତୁ ମୁଁ ବି ତାଙ୍କ ସହିତ ଆଜି କବାଡ଼ି ଖେଳିଦେବି। ତା ଭିତରେ ମୁଁ ଚୁଡ଼ା ଛତୁଆ ଟିକେ କରି ଆପେଲ୍ ଟିକେ ଖାଇ ତାପରେ ପୁଣି ଆଉ ଗୋଟେ ସକାଳର ବ୍ରେକଫାଷ୍ଟ କରିଦେଲି ମାଣ୍ଡିଆ ସହିତ ତରକାରୀ। ଆପଣ କେବେ ଏମିତି ଟ୍ରାଏ କରନ୍ତୁ, ବଢ଼ିଆ ଲାଗିବ। ଚିନି ଆଉ କ୍ଷୀର ନ ପକେଇକି ମୁଁ ଏମିତି ହିଁ ଖାଏ। ତ ଏବେ ଚାଲି ଆସିଲି ବେଡ଼ସିଟ୍ ପଟା ସଫାସଫି କରିବା ପାଇଁକା। ସବୁ ସଫା କରିସାରିଲା ପରେ ହାଲତ ଏକାଥରେ ଟାଇଟ୍। ଆଉ ତା ସହିତ ଏ ଖରା ଆଉ ବର୍ଷାର ଲୁଚକାଳି ସମ୍ଭାଳି ହେଉନି ସାଙ୍ଗମାନେ। ତାପରେ ମୁଁ ଆସି ଏଇଠି ଚାଲି ଆସିଲି ଭାତ ଡାଲି ଚିପ୍ସ ପାମ୍ପଡ଼ ଭଜା ଏମିତି ସବୁ ବଡ଼ିଚୁରା ଏମିତି ଖାଇଲି। ବହୁତ ବଢ଼ିଆ ଲାଗୁଥାଏ ଏମିତିକା ଖାଇବା ପାଇଁକା। ମୋତେ ଟିକେ ପ୍ଲେନ୍ ଖାଦ୍ୟ ବହୁତ ଭଲ ଲାଗେ। ଆଉ ଇଏ ଦେଖୁଛନ୍ତି ପାମ୍ପଡ଼, ଏ ପାମ୍ପଡ଼ଟା ପୁରା ଶୁଖିକିରି ପୁରା ସେମିତି ଗଲାଣି, କାହିଁକିନା ସମସ୍ତଙ୍କୁ ଲାଷ୍ଟରେ ହିଁ ମୁଁ ଖାଇଲି ନା। ମୁଁ ଖାଇଲା ବେଳକୁ 3ଟା ହିଁ ବାଜି ଯାଇଥିଲା ଅଲମୋଷ୍ଟ। ସେ ଯାହା ହଉ କବାଡ଼ି ତ ଆଜି ଖେଳିଛି, ଆଉ କ'ଣ ମୁଁ ତ୍ରାହି ପାଇବି କି ଇନ୍ଦ୍ରଦେବତାଠାରୁ? ତାଙ୍କ ସହିତ ଖେଳିବା ଏତେ କାଠିକର ପାଠ। ତ ମୁଁ ଏଇ ଲଙ୍କାଟା ଖାଇକି ମୋର ଆନନ୍ଦର ଭୋଜନ ଶାନ୍ତି କଲି। ଆଉ ମୁଁ ବହୁତ ହି ବଢ଼ିଆ ଲାଗେ ଏଇ ଖାଇବା, ଆପଣ ଟ୍ରାଏ କରନ୍ତୁ।